2000 ବର୍ଷ ତଳର ସହର ହେଉଛି ଭୁବନେଶ୍ୱର। ଅନେକ କୀର୍ତ୍ତିରାଜି ଐତିହ୍ୟ ବହନ କରୁଥିବା ଏହି ଭୂଖଣ୍ଡର ନାମ ତ୍ରିଭୁବନେଶ୍ୱରରୁ ଭୁବନେଶ୍ୱର ହୋଇଥିବା ଅନୁମାନ କରାଯାଏ। ତ୍ରିଭୁବନେଶ୍ୱର ହେଉଛି ଭଗବାନ ଶିବଙ୍କର ଏକ ନାମ। ତେବେ ଏହି ପୀଠଟି ପ୍ରସିଦ୍ଧ ଶୈବକ୍ଷେତ୍ର ହୋଇଥିବାରୁ ଭଗବାନ ମହାଦେବଙ୍କ ନାମ ଅନୁସାରେ ଏହାର ନାମ ଭୁବନେଶ୍ୱର ହୋଇଥିବା ଜଣାଯାଏ। ତେବେ ବର୍ତ୍ତମାନର ଭୁବନେଶ୍ୱରରେ ବିଭିନ୍ନ ଛକ ରହିଛି ଏବଂ ପ୍ରତ୍ୟେକ ଛକର ଏକ ନାଁ ବି ରହିଛି। ତେବେ ସେ ଛକ ଗୁଡ଼ିକର ନାମକରଣ କାହିଁକି ସେଭଳି ହେଲା ସେ ନେଇ ସଭିଙ୍କ ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରେ। ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କର ପଛରେ ରହିଥିବା ନାମକରଣର କାହାଣୀ। ଏହାରି ଭିତରେ ଭୁବନେଶ୍ୱର ସେହି ପୁରୁଣା ଯୁଗ ଗୁଡ଼ିକ ଅତିକ୍ରମ କରି ସ୍ମାର୍ଟ ସିଟିର ଆଖ୍ୟା ବି ପାଇସାରିଲାଣି। ରାସ୍ତା ଘାଟ କୋଠା ବାଡ଼ି ନକ୍ସା ସବୁକିଛି ବଦଳି ଯାଇଛି, କିନ୍ତୁ ପରିବର୍ତ୍ତନ ହୋଇନି ଛକ ଗୁଡ଼ିକର ନାଁ। ପୂର୍ବ ନାଁ ଅନୁସାରେ ଆଜି ବି ସେମିତି ସେହି ଜାଗାରେ ଛିଡ଼ା ହୋଇଛି ସେହି ଛକ ଗୁଡ଼ିକ। ଏହି କ୍ରମରେ ପ୍ରଥମେ ଆସେ ମାଷ୍ଟର କ୍ୟାଣ୍ଟିନ୍। ତେବେ ଏହାର ନାମକରଣ ପଛରେ ଏକ କାହାଣୀ ରହିଛି। ଅନେକ ବର୍ଷ ପୂର୍ବେ ଏଠାରେ ଏକ ଜଳଖିଆ ଦୋକାନ ଥିଲା ଏବଂ ଏହାର ସିଙ୍ଗଡ଼ା ବହୁତ ପ୍ରସିଦ୍ଧ ଥିଲା। ତା ସହିତ ଦୋକାନଟିର ମାଲିକ ଜଣେ ଶିକ୍ଷକ ଥିଲେ, ତେଣୁ ଲୋକେ ଶ୍ରଦ୍ଧାରେ ତାଙ୍କ ଦୋକାନକୁ ମାଷ୍ଟରଙ୍କର କ୍ୟାଣ୍ଟିନ୍ ବୋଲି କହୁ କହୁ ଜାଗାଟିର ନାଁ ପରବର୍ତ୍ତୀ ସମୟରେ ମାଷ୍ଟର କ୍ୟାଣ୍ଟିନ୍ ହୋଇଗଲା। ମାଷ୍ଟର କ୍ୟାଣ୍ଟିନ୍ରୁ ଟିକିଏ ଆଗକୁ ଗଲେ ରହିଛି ରାଜମହଲ ଛକ। ତେବେ ଆଜକୁ ପ୍ରାୟ 65 ବର୍ଷ ପୂର୍ବେ ରାଜୁ ସାହୁ ନାମକ ଜଣେ ବ୍ୟକ୍ତି ଏଠାରେ ଖାଇବା ସହ ରହିବା ପାଇଁ ଏକ ହୋଟେଲ ତିଆରି କଲେ, ଯାହାକି ଭୁବନେଶ୍ୱର ପ୍ରଥମ ହୋଟେଲ ଭାବରେ ବିବେଚନା କରାଯାଏ। ତେବେ ସେହି ହୋଟେଲର ନାଁ ରାଜମହଲ ଥିବା କାରଣରୁ ଛକଟିର ନାଁ ମଧ୍ୟ ରାଜମହଲ ହୋଇଗଲା। ଆଜି ବି ଆପଣ ରାଜମହଲ ଛକରେ ଏହି ହୋଟେଲଟିକୁ ଦେଖିବା ପାଇଁ ପାଇବେ। ରାଜମହଲ ଛକକୁ ଲାଗି ରହିଛି ବାପୁଜୀ ନଗର। ରାଜଧାନୀର ମାନ୍ୟତା ପାଇବା ପରେ ପଣ୍ଡିତ ନେହେରୁ ବାପୁଜୀ ନଗର ପାଖରେ ଥିବା ଦୁର୍ଗା ମନ୍ଦିର ନିକଟରେ ଭୁବନେଶ୍ୱର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଏହା ବର୍ତ୍ତମାନର ବିଧାନସଭା ସମ୍ମୁଖକୁ ସ୍ଥାନାନ୍ତରିତ କରାଗଲା। ତେବେ ଦୁର୍ଗା ମନ୍ଦିର ପାଖରୁ ଭିତ୍ତିପ୍ରସ୍ତର ସ୍ଥାନାନ୍ତରିତ ହେବା ପରେ ଏଠାରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତାବ ମଧ୍ୟ ରହିଥିଲା। ତେବେ ବାପୁଜୀଙ୍କ ନାଁ ଅନୁସାରେ ଜାଗାଟିର ନାଁ ହୋଇଗଲା ବାପୁଜୀ ନଗର। ମାଷ୍ଟର କ୍ୟାଣ୍ଟିନ୍ର ବାଣୀବିହାର ଯିବା ରାସ୍ତାରେ ପଡ଼େ ସତ୍ୟନଗର। ବର୍ତ୍ତମାନର ବିଏମ୍ସି ଅଫିସର ସୁଦୀର୍ଘ ଅଟ୍ଟାଳିକା ଆପଣମାନେ ଏଠାରେ ଦେଖିବା ପାଇଁ ପାଇବେ। ତେବେ ଏହା ରାଜଧାନୀର ଶ୍ମଶାନ ଭାବେ ମଧ୍ୟ ବେଶ ପରିଚିତ। ଏଠାରେ ପୂଜା ପାଉଥିବା ମା ସତ୍ୟକାଳୀଙ୍କ ନାମାନୁସାରେ ଜାଗାଟିର ନାଁ ସତ୍ୟନଗର ହୋଇଥିବା ଜଣାଯାଏ। ସତ୍ୟନଗରର ଟିକିଏ ଆଗକୁ ଗଲେ ଆପଣ ଦେଖିବା ପାଇଁ ପାଇବେ ରୂପାଲି ଟ୍ରାଫିକ୍, ଯେଉଁଠି ଇଡ୍କୋ ଟାୱାର ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅବସ୍ଥିତ। ତେବେ କିଛି ବର୍ଷ ପୂର୍ବରୁ ବାଲେଶ୍ୱର ଏକ ପରିବାର ନିଜ ସାନ ଝିଅ ରୂପାଲିର ନାଁ ଅନୁସାରେ ଏଠାରେ ଏକ ଛୋଟ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ତେବେ କାଳକ୍ରମେ ସେହି ରୂପାଲିର ନାମ ଅନୁସାରେ ଜାଗାଟିର ନାଁ ହୋଇଗଲା ରୂପାଲି ସ୍କୋୟାର। ରୂପାଲି ସ୍କୋୟାରର ପଛପଟେ ରହିଛି ଶହୀଦ ନଗର, ଯାହାକୁ ରାଜଧାନୀର ଭିଆଇପି ୟୁନିଟ୍ ବୋଲି ମଧ୍ୟ କେହି କେହି ବିବେଚନା କରିଥାନ୍ତି। ତେବେ ଭୁବନେଶ୍ୱର ପୌରପାଳିକା ଦ୍ୱାରା 60 ଦଶକରେ ରେସିଡେନ୍ସିଆଲ ପ୍ରପୋଜରେ ପ୍ଲଟିଂ କରି ଏହି ଏରିଆଟିକୁ ଲୋକଙ୍କୁ ଦିଆଯାଇଥିଲା। କାଳକ୍ରମେ ଏହା ଆଇଟି ମାର୍କେଟର ହବ୍ ବି ପାଲଟିଗଲାଣି। ତେବେ ଶହୀଦ ବାଜି ରାଉତଙ୍କ ନାଁରେ ଏହି ଜାଗାର ନାଁ ଶହୀଦ ନଗର ହୋଇଥିବା ଏଠିକାର ପୁରୁଣା ବାସିନ୍ଦାଙ୍କ ପାଖରୁ ଶୁଣିବା ପାଇଁ ମିଳେ। ଉତ୍କଳ ବିଶ୍ୱବିଦ୍ୟାଳୟର ପଛ ପାଖରେ ଥିବା ଅଞ୍ଚଳ ଭିଏସ୍ଏସ୍ ନଗର ନାମେ ବେଶ ପରିଚିତ। ତେବେ ସମ୍ବଲପୁରର ଲଢୁଆ ସଂଗ୍ରାମୀ ଶହୀଦ ବୀର ସୁରେନ୍ଦ୍ର ସାଏଙ୍କ ନାମ ଅନୁସାରେ ଏହି ଜାଗାଟିର ନାମକରଣ ଭିଏସ୍ଏସ୍ ନଗର ହୋଇଛି ବୋଲି କୁହାଯାଏ। ରସୁଲଗଡ଼ ଭୁବନେଶ୍ୱର ବ୍ୟବସାୟିକ ପେଣ୍ଠସ୍ଥଳ। ମୋଗଲମାନଙ୍କ ସମୟରୁ ଏଠାରେ ଏକ ଟୋଲ୍ ଗେଟ୍ ଥିଲା ଏବଂ ଯାତାୟାତ କରୁଥିବା ଲୋକଙ୍କଠାରୁ ଟିକସ ଏହିଠାରୁ ବସୁଲି ହେଉଥିଲା। ତେବେ କାଳକ୍ରମେ ବସୁଲିରୁ ଏହାର ନାମ ରସୁଲି ଏବଂ ପରବର୍ତ୍ତୀ ସମୟରେ ଏହାର ନାଁ ରସୁଲଗଡ଼ ହୋଇଥିବା ଜଣାଯାଏ। ସେହିଭଳି ପଣ୍ଡିତ ଆଚାର୍ଯ୍ୟ ହରିହରଙ୍କ ନାମ ଅନୁସାରେ ଆଚାର୍ଯ୍ୟ ବିହାର ଏବଂ କବି ଜୟଦେବଙ୍କ ନାମ ଅନୁସାରେ ଜୟଦେବରୁ ଜୟଦେବ ବିହାର ଛକ ମଧ୍ୟ ହୋଇଛି। ସେହିଭଳି ମା ଡମଣୀଙ୍କ ନାଁରୁ ଡମଣା ଛକର ନାମ ଡମଣା ହୋଇଥିବା ଜଣାଯାଏ। ଡମଣାର ଆଗକୁ ରହିଛି ପଟିଆ ଛକ। ବର୍ତ୍ତମାନର ସବୁଠାରୁ ବ୍ୟସ୍ତବହୁଳ ତଥା ଆଧୁନିକତାର ଛିଟ ପଡ଼ିଥିବା ଜାଗା ହେଉଛି ପଟିଆ। ଆଇଟି କମ୍ପାନୀ ଗୁଡ଼ିକର ହବ୍ ଏଇଠାରୁ ହିଁ ଆରମ୍ଭ ହୋଇଥାଏ। କୁହାଯାଏ ପଟିଆରେ କେତେବେଳେ ସକାଳ ଆଉ ରାତି ହୁଏ ତାହା ଜଣା ବି ପଡ଼େନି, ଅର୍ଥାତ୍ ଏଠାରେ ଲୋକଙ୍କ ଜୀବନ ବ୍ୟସ୍ତବହୁଳ ଭିତରେ ଥାଏ। ତେବେ ପୂର୍ବରୁ ଏହାର ନାଁ ଥିଲା ପଟିଆଗଡ଼ ଏବଂ ଏଠାରେ ସାପୁଆ କେଳା ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ। କାଳକ୍ରମେ ପଟିଆଗଡ଼ରୁ ଜାଗାଟିର ନାଁ ହୋଇଗଲା ପଟିଆ। ଏବେ ଯିବା ବରମୁଣ୍ଡା ବସଷ୍ଟାଣ୍ଡକୁ। ରାଜ୍ୟର ସବୁଠାରୁ ବିଶ୍ୱସ୍ତରୀୟ
ବସଷ୍ଟାଣ୍ଡ ହେଉଛି ବରମୁଣ୍ଡା। ତେବେ କିଛି ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ଏଠାରେ ରହିବା ପରେ ଏହି ଜାଗାଟିର ନାଁ ହୋଇଗଲା ବରମୁଣ୍ଡା। ଏବେ ବି ଆପଣ ବରମୁଣ୍ଡା ବସଷ୍ଟାଣ୍ଡର ପଛ ପାଖରେ କିଛି ଆଦିବାସୀ ସାହି ଥିବା ଦେଖିବା ପାଇଁ ପାଇବେ। ସେହିଭଳି ଗଣ୍ଡ ସମ୍ପ୍ରଦାୟର କିଛି ଆଦିବାସୀ ରହିବା କାରଣରୁ ଗଣ୍ଡମୁଣ୍ଡାର ନାଁ ଗଣ୍ଡମୁଣ୍ଡା ହୋଇଥିବା ଜଣାଯାଏ। ପଳାଶପଲ୍ଲୀ ରେଲୱେ କ୍ରସିଂ ଛକଟିର ନାଁ ହେଲା ପୁନାମା ଗେଟ୍ ଛକ। ତେବେ କିଛି ବର୍ଷ ପୂର୍ବେ ଭୀମଟାଙ୍ଗି ଅଞ୍ଚଳର ଏକ ଝିଅ ଏଠାରେ ଆତ୍ମହତ୍ୟା କରିଥିଲା। ତେଣୁ ତାରି ନାମ ଅନୁସାରେ ଜାଗାଟିର ନାଁ ପରବର୍ତ୍ତୀ ସମୟରେ ପୁନାମା ଗେଟ୍ ନାମରେ ଖ୍ୟାତ ହେଲା। ନିଜ ପତ୍ନୀ ଲକ୍ଷ୍ମୀବତୀଙ୍କ ନାଁରେ ରାଜା ଚୋଡ଼ଗଙ୍ଗ ଦେବ 11ଶହ ଶତାବ୍ଦୀରେ ଏକ ବନ୍ଧ ଖୋଳାଇଥିଲେ, ଯାହାର ନାଁ ଥିଲା ଲକ୍ଷ୍ମୀ ସାଗର। କାଳକ୍ରମେ ବନ୍ଧର ନାମ ଅନୁସାରେ ଜାଗାଟିର ନାଁ ବି ଲକ୍ଷ୍ମୀ ସାଗର ହୋଇଥିବା ଜାଣିବାକୁ ମିଳିଥାଏ। ଏବେ ବି ଆପଣ ଚିନ୍ତାମଣେଶ୍ୱର ମନ୍ଦିର ପାଖରେ ଏହି ସାଗରଟିକୁ ଦେଖିବା ପାଇଁ ପାଇବେ। ସେହିଭଳି ଘାଟିକିଆରେ ଥିବା ସିଟି କଲେଜ ପାଖରେ ଏକ ଛକ ଅଛି, ଯାହାର ନାଁ ହେଉଛି ନାକା ଗେଟ୍ ଛକ, ଯେଉଁଠାରେ ଆପଣ ଏବେ କୃଷି ବିଭାଗର ଏକ ଫାର୍ମ ଥିବା ଦେଖିବା ପାଇଁ ପାଇବେ। ପୂର୍ବରୁ ବନ ବିଭାଗର ଏକ ତନଖି ଫାଟକ ଏହି ଜାଗାରେ ଥିଲା ଏବଂ ଏଠାରେ ଜଗୁଆଳି ଭାବରେ ଥିବା ଲୋକଟିର ନାକଟି ଅପେକ୍ଷାକୃତ ବଡ଼ ଥିଲା। ତେଣୁ ଲୋକେ ତାକୁ ଥଟ୍ଟାରେ ନାକା ନାକା ଡାକୁଥିଲେ। କାଳକ୍ରମେ ନାକାରୁ ଜାଗାଟିର ନାଁ ନାକା ଗେଟ୍ ହୋଇଗଲା। ଖଣ୍ଡଗିରି ଛକରୁ ଆଗକୁ ଗଲେ ଆପଣ ଦେଖିପାରିବେ ଜାଗମରା ଛକ। ଜଗମ ହେଉଛି ଏକ ଜୈନ ଧର୍ମର ଶବ୍ଦ। ତେବେ ପୂର୍ବରୁ ଏଠାରେ ଜୈନ ଶ୍ରମଣମାନେ ରହି ନିକଟସ୍ଥ ଖଣ୍ଡଗିରି ଗୁମ୍ଫାକୁ ଧ୍ୟାନ ପାଇଁ ଯାଉଥିଲେ। ତେଣୁ ଜଗମରୁ ଜାଗାଟିର ନାଁ ଜାଗମରା ହୋଇଥିବା ଅନୁମାନ କରାଯାଏ। ଇସ୍କନ ମନ୍ଦିରର ପଛ ଏବଂ ସିଆରପି ସ୍କୋୟାର ସଂଲଗ୍ନ ଅଞ୍ଚଳର ନାଁ ହେଉଛି ଆଇଆରସି ଭିଲେଜ। ତେବେ ଏହାର ନାଁ ଆଇଆରସି ଭିଲେଜ ହେବା ପଛରେ ମଧ୍ୟ ଏକ କାହାଣୀ ରହିଛି। 1980 ଦଶକରେ ଇଣ୍ଡିଆନ ରୋଡ କଂଗ୍ରେସ ମାନେ ଆଇଆରସିର ଏକ କନଭେନସନ ଭୁବନେଶ୍ୱରରେ ହେବାକୁ ଥାଏ। ସେତେବେଳେ ଡେଲିଗେଟ୍ସ ମାନେ ରହିବା ପାଇଁ ଆବଶ୍ୟକୀୟ ଷ୍ଟାର ହୋଟେଲ ଭୁବନେଶ୍ୱରରେ ନଥିବା କାରଣରୁ ଏହି ଜାଗାରେ ହିଁ ଅନେକ ଟେଣ୍ଟ ବାନ୍ଧି ବିଭିନ୍ନ ଡେଲିଗେଟ୍ସକୁ ରଖାଯାଇଥିଲା। ତେଣୁ ଇଣ୍ଡିଆନ ରୋଡ କଂଗ୍ରେସର ଏହି କନଭେନସନ ପରେ ଜାଗାଟିର ନାଁ ଆଇଆରସି ରଖାଯାଇଛି। ସେହିଭଳି ବ୍ରିଟିଶ ଗଭର୍ଣ୍ଣର ହାଥୋର୍ନ ଲେସ୍ଙ୍କ ନାଁରେ କଳ୍ପନାରୁ ସାମନ୍ତରାପୁର ରାସ୍ତାଟିର ନାଁ ଲୁଇସ ରୋଡ ରହିଛି। ସେଭଳି ସ୍ୱାଧୀନ ଭାରତ ପରେ ଭୁବନେଶ୍ୱର ପ୍ରଥମ ଫିଲ୍ମ ହଲ୍ ଥିଲା କଳ୍ପନା ଫିଲ୍ମ ହଲ୍ ଏବଂ ଏହି ଫିଲ୍ମ ହଲ୍ ଥିବା କାରଣରୁ ଛକଟିର ନାଁ କଳ୍ପନା ସ୍କୋୟାର ରହିଛି। ସେଭଳି ଚନ୍ଦ୍ରଶେଖରପୁର ଶିବ ମନ୍ଦିର ପାଇଁ ଚନ୍ଦ୍ରଶେଖରପୁର ଜାଗାଟିର ନାଁ ହୋଇଛି ସିନ୍ଦୁର ପଦାରୁ ସୁନ୍ଦର ପଦା ଏବଂ ଶ୍ରୀପୁର ପରବର୍ତ୍ତୀ ସମୟରେ ଶ୍ରୀପୁର ଆଖ୍ୟା ପାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।